ତୃତୀୟ ସ୍କନ୍ଧ ଏକାଦଶ ଅଧ୍ୟାୟ ଶ୍ରୀ ଶୁକବାଚ। ଗୁଣବିଦୁର ଏକଚିତେ ସେ କାଳ ରୂପ ସାଂଖ୍ୟ ମତେ, ନିମିଷ ଆଦି ରୂପ ତାର ଏମତେ ପୁରଇବଶ୍ଚର। ଏ ନିମିଷ ଚକ୍ଷୁ ପରିଭ୍ରମ ଅଣୁବୋଲାଇ ତାର ନାମ, ତାର ଅର୍ଦ୍ଧେକ ପରମାଣୁ ତ୍ରିଭାଗ ହୁଏ ସତରେଣୁ। ଏ ସୃଷ୍ଟି ନିମିଷକେ ପୁଣ କାଷ୍ଠା ବୋଲାଇ ପରିମାଣ, 30 କୋଟି ଦେବଗଣେ କଳା ହୋଇଲା ପରିମାଣେ। କଳା 30 କ୍ଷଣ ହୋଇ ଦ୍ୱାଦଶ ମୁହୂର୍ତ୍ତ ବୋଲାଇ, ଏବେନି ମୁହୂର୍ତ୍ତେ ପ୍ରହର ଏ ଅନ୍ତେ ସେ ଅଷ୍ଟ ପ୍ରକାର। ତାର ଦ୍ୱାଦଶ ଗୁଣ ଅର୍ଦ୍ଧେ ଚତୁର ଅଙ୍ଗୁଳି ବିରାଜେ, କରଇ ତତ୍ତ୍ୱକୁ ବିଚାରି ସେ ବର୍ଣ୍ଣନା ସେ ସୂତ କରି। ଜଳ ପଡ଼ନ୍ତେ ଦଣ୍ଡ ହୁଏ ଏ ଅଷ୍ଟ ପ୍ରହର ବୋଲାଏ, ଅଷ୍ଟପ୍ରହରେ ଅହୋରାତ୍ରି କାଳ ସେ ଏମତେ ଗଣତି। 15 ଅହୋରାତ୍ର ପକ୍ଷେ କୃଷ୍ଣ ଶୁକ୍ଲଟି ପ୍ରତ୍ୟକ୍ଷେ, ଏବେନି ପକ୍ଷେ 1 ମାସ 2 ମାସେ ଋତୁ ଏ ପ୍ରକାଶ। ତୃତୀୟ ଚତୁଃ ଷଡ଼ ମାସେ ଅୟନ ସେ ଅର୍ଦ୍ଧ ବରଷେ, ବେନି ଅୟନ ସମ୍ବତ୍ସରେ ଯେ କଳି ଛିଦ୍ର ଉଷତରେ। ଏମତେ ସତେକ ବରଷ ମନୁଷ୍ୟ ମାନକ ଆୟୁଷ, ଏ ଗ୍ରହ ନକ୍ଷତ୍ର ଯୋଗ ଚକ୍ରେ ସେ କାଳ ବଳ ଅତିରେକେ। ଏବେନି ପକ୍ଷେ ମାସେ କହି ପିତୃଙ୍କୁ ଅର୍ଦ୍ଧରାତ୍ରେ ହୋଇ, ଦେବଙ୍କ ଦ୍ୱାଦଶ ବରଷେ ତ୍ରୈଲୋକ୍ୟ ବୋଲାଇ ଦିବସେ। ଅଣୁ ପ୍ରମାଣେ ପରମାଣେ ପ୍ରାଣିକ ମାସେ ଅନୁକ୍ଷଣେ, ହେମନ୍ତ ସମ୍ବତ୍ସର ମତେ ବିହାରେ ଆହାର ଆୟତେ। ଏ ପଞ୍ଚ ଋଷି ସର୍ବେଶ୍ୱର ସୁମନେ ଶୁଣ ହେ ବିଦୁର, ପ୍ରଥମେ ସମ୍ବତ୍ସର ମତେ ଚତୁର୍ବତ୍ସର ସେ ବିଦିତେ। ଏ ଦିବ୍ୟବତ୍ସର ତୃତୀୟକେ ଚତୁର୍ଥେ ନୁବତ୍ସର କଳ୍ପେ, ବତ୍ସର ପଞ୍ଚମ ବୋଲାଇ କାଳ ସ୍ୱରୂପୀ ଗୁଣମୟୀ। ହେମନ୍ତ କାଳକୁ ସମସ୍ତେ ବୁଦ୍ଧି ହରାଇ ଏ ଜଗତେ। ବିଦୁରବାଚ। ଏ ପିତୃଦେବତା ନର ଆଦି ପରମାୟୁଷ ଯଥା ବିଧି, ଶୁଣିଲୁ ତୁମ୍ଭ ମୁଖୁ ଏବେ ସନ୍ତୋଷେ କହ ମୁନି ଭାବେ। ଅପରେ କଳ୍ପନାଦି ଯେତେ ନାନା ପ୍ରକାରେ ଏ ଜଗତେ, ଅଛନ୍ତି କାଳର ଆୟତେ ତାଙ୍କ ଆୟୁଷ କହ ମତେ। ଏବେ ସେ କାଳ 3 ଗୁଣ ସେ ରୂପେ ଏ ଅବା ପ୍ରମାଣ, ଏଣେ ବି ଲକ୍ଷଣ ଧରା ସୁମତି ସୁଗୁଣ ଗଭୀରା। ଯେତେ ବିଷୟ ଏ ଶୟଳେ ଜାଣନ୍ତି ଜ୍ଞାନ ଚକ୍ଷୁ ବଳେ। ମୈତ୍ରବାଚ। ସତ୍ୟ ତ୍ରେତା ଦ୍ୱାପର ଆଦି କଳି ଏ ଚତୁର୍ଯୁଗ ବିଧି, ଦେବଙ୍କୁ ଦ୍ୱାଦଶ ବରଷେ ଏ 4 ଯୁଗ କାଳ ଅଂଶେ। 4 ସହସ୍ର ଯୁଗ ରାତ୍ର 3 ସହସ୍ର ଯୁଗ ମତ, ଦ୍ୱାପର 1 ସହସ୍ର ଜାଣି କଳି ସହସ୍ରେ ପରିମାଣି। ମତେ ବେଦ ସଂଖ୍ୟା ଯେତେ 12 ସହସ୍ର ସಮೇତେ, ଏହି ପ୍ରକାରେ 7 ଦେଇ ଦ୍ୱିଗୁଣେ ଏହାକୁ ମିଶାଇ। ଯୁଗକୁ ମଧ୍ୟ ସିଦ୍ଧ ଅଂଶେ ଆୟତେ ସେ କାଳ ପ୍ରକାଶେ, ଏଣୁ ସେ ଯୁଗ ସଂଖ୍ୟା ଜାଣ ଜ୍ଞାନିକ ବଚନ ପ୍ରମାଣ। ଯେ ରୂପେ ସେବା ଧର୍ମ ବିଧି କର୍ମ ସାଧନେ ଅନୁବାଦୀ, ଚତୁର୍ଥ ଦ୍ୱିତୀୟ ତୃତୀୟ କଳିର 1 ପାଦ ରହେ। ଦେବଙ୍କ ସହସ୍ର ସଂଯୋଗ ବ୍ରହ୍ମା ଦିବସ କାଳ ଭୋଗ, ଚତୁର୍ଦଶ ମନୁ ଭୋଗେ ଏ ବିଧି ସର୍ଜନା ସଂଯୋଗେ। ମନୁର ବଂଶେ ମନୁ ରାତ୍ରେ ପିତୃଦେବତାଙ୍କ ସମୀପେ, 3 ଭୁବନେ ପ୍ରାଣୀ ଯେତେ ଭୁଜନ୍ତି କଳ୍ପ ପରିଜନ୍ତେ। ଏ ସୃଷ୍ଟି କରି 3 ନାମ ପିତୃଦେବତା ଋଷି ସ୍ଥାନ, ଏମତେ କଳ୍ପ ପରିଜନ୍ତେ କର୍ମ ଭୁଜନ୍ତି ପ୍ରାଣୀ ଯେତେ। ଏ ମନାଦି ଶରୀର ସଂସାରେ କାଳ କ୍ରୀଡ଼ଇ ଏ ପ୍ରକାରେ, ମାୟାର ବଳେ ସେ ବିହରେ ବ୍ରହ୍ମା ଦିବସ ଅନ୍ତ କରେ। ନିଶା ଆଗମେ ପୂର୍ଣ୍ଣ ଦେଇ ମଉନ ବ୍ରତେ ସେ ବସଇ, ତ୍ରୈଲୋକ୍ୟ କମ୍ପେ ତାହା ଦେଖି ସୁଜ୍ଞାନ ଜୀବନ ଉପେକ୍ଷୀ। ରବି ଶଶାଙ୍କ ଶୂନ୍ୟେ ଗଲା ପ୍ରଳୟ ଅଗ୍ନି ପ୍ରକାଶିଲା, ଏ ସଂକର୍ଷଣ ମୁଖୁ ଆସି ଅନଳ 3 ଲୋକେ ଗ୍ରାସୀ। ପ୍ରଚଣ୍ଡ ଅଗ୍ନି ତେଜ ତ୍ରାସେ ଋଷି ଏ ଥିଲେ ଯେ ଆକାଶେ, ସ୍ୱର୍ଲୋକେ ଛାଡ଼ି ଅତିରେକେ ବେଗେ ମିଳିଲେ ନର ଲୋକେ। ତକ୍ଷଣେ ସପ୍ତ ସିନ୍ଧୁ ଜଳେ ତ୍ରୈଲୋକ୍ୟ ଆଚ୍ଛାଦିଲେ ଏଳେ, ପବନ ଅଣଚାଶ ବଳେ ଭ୍ରମିଣ ନାଦ କଲେ ବଳେ। ଜଳେ ତରଳ ନାଦ ଶୁଣି ନାଗ ଶୟନେ ଚକ୍ରପାଣି, ଚିନ୍ତେ ନିବୃତ୍ତି ନୟନେ ଶୟନେ ଅନନ୍ତର ସ୍ଥାନେ। ସଙ୍ଗତେ କେହି ନାହିଁ ଏକେ ସ୍ତୁତି କରନ୍ତି ନର ଲୋକେ, ହେମନ୍ତେ ଅହୋରାତ୍ର ଗଣି ଆଗମ ନିଗମ ପ୍ରମାଣୀ। ଏଭାବେ ସତେକ ବରଷ ବ୍ରହ୍ମାର ପରମ ଆୟୁଷ, ଅର୍ଦ୍ଧେକ ପରାର୍ଦ୍ଧ ବୋଲାଇ ଯେ ପୂର୍ବ ପର ଭାଗ 2। ପୂର୍ବ ପରାର୍ଦ୍ଧେ ବ୍ରହ୍ମା ନାମ ଶବଦ ବ୍ରହ୍ମ ଅନୁପମ, ପରାର୍ଦ୍ଧ କଳ୍ପ ଯେବେ ହୁଏ ସେ ପଦ୍ମ କଳ୍ପ ନାମ ବୟେ। ବିଷ୍ଣୁର ନାଭି ପଦୁଜାତ ତେଣୁ ସେ ମୂଳେ ବେଦ ମତ, ଏ ବିଷ୍ଣୁର ନାଭି ପଦ୍ମୁଜାତ ତେଣୁ ସେ ପୂଜେ ବେଦ ମତ। ଦ୍ୱିତୀୟ କଳ୍ପ ଏବେ କହି ସତେକ ବରଷ ବୋଲାଇ, ଯେବେ ସଂକଳ୍ପେ ନର ହରି ଶ୍ୱେତ ବରାହ ରୂପ ଧରି। ବେନି କଳ୍ପ ଋଷି କାଳ ନିମିଷ ଆଦି ଅନ୍ତରାଳ, ଅନାଦି ଅବ୍ୟକ୍ତ ମହିମା ଅନନ୍ତ ଈଶ୍ୱରଙ୍କ ସୀମା। ଷୋଡ଼ଶ ପ୍ରକାରେ ସଞ୍ଚରେ ନାନା ବିଷୟ ରୂପ ଧରେ, ମତେ କୋଶ ଆଦି ଅନ୍ତେ 50 କୋଟି ପରିଜନ୍ତେ।
ଏ ଦଶାଭରଣ ଜାର ଦେ ଦିଶନ୍ତି ପରମାଣୁ ପ୍ରାୟମ୍ ବ୍ରହ୍ମ ଅକ୍ଷର ତାର ଗୁଣ ସର୍ବକାରଣ ସେ ଧାରଣ ତାର ଚରଣେ ଦେଇ ଚିତ କହିଲା ଦାସ ଜଗନ୍ନାଥ ଶ୍ରୀ ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାମ୍ ବୟାସିକ୍ୟାಂ ତୃତୀୟ ସ୍କନ୍ଧେ ସତ୍ୟ କାଳ ବର୍ଣ୍ଣନେ ମୈତ୍ରେୟ ବିଦୁର ସମ୍ବାଦେ ନାମ ଏକାଦଶ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲମ୍।